ପିଲାମାନେ ଆଜି ଆମେ କ'ଣ ପଢ଼ିବା ନା ମୋବାଇଲ ଫୋନ୍। ଓକେ, 1 ନମ୍ବର ଅଛି ମୋବାଇଲ ଫୋନ୍, ଯାହାକି ଆପଣମାନଙ୍କ ପାଖରେ ମୋବାଇଲ ଫୋନ୍ ଏବେ ବି ଥିବ। ଆପଣମାନେ କ'ଣ କରୁଥିବେ ନା କ୍ଲାସ୍ କରୁଥିବେ। ଓକେ, ତ ମୋବାଇଲ ଫୋନ୍ କ'ଣ ତାହା ବୁଝନ୍ତୁ ଭଲ ଭାବରେ। ଦେଖନ୍ତୁ କ'ଣ କହୁଛି ନା ଲୋକମାନେ ମୋବାଇଲ ଫୋନ୍ ବ୍ୟବହାର କରୁଥିବା ସମୟରେ ଏହାକୁ ଅଧିକ ସମୟ କାନ ପାଖରେ ଯେପରି ନ ରଖିବେ ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ। ଓକେ, ତ ଲୋକମାନେ ଯେତେବେଳେ ମୋବାଇଲ ଫୋନ୍ ଅଧିକ ବ୍ୟବହାର କରୁଛନ୍ତି କ'ଣ ଅଧିକ କାନ ପାଖରେ ଦେଇ ଯେତେବେଳେ କଲ୍ କରୁଛନ୍ତି ସେତେବେଳେ ଅଧିକ କାନ ପାଖରେ ଦେଇ କଥା ହେଉଛନ୍ତି। ତ ସେସବୁ କ'ଣ ସେଥିପ୍ରତି ଧ୍ୟାନ ଦେବାଟା ନିଶ୍ଚୟ ଆବଶ୍ୟକ। ଆପଣମାନେ ସେଥିପ୍ରତି ଧ୍ୟାନ ଦେବେ। ଆଉ କ'ଣ ହେଡ଼ଫୋନ୍ ହେଉଛି ଅନ୍ୟ ଏକ ବିକଳ୍ପ ଯାହା ସେମାନେ ବାଛିପାରିବେ। କେତେକ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ଯେ ମୋବାଇଲରୁ ଲ୍ୟାଣ୍ଡଲାଇନ୍କୁ କଲ୍ ପଠାଇବା ପାଇଁ ବିକଳ୍ପ ଅଛି ହେଲା। ତାପରେ କ'ଣ ଯଦି ଆପଣ ଘରେ ଅଛନ୍ତି ତେବେ ଆପଣ ନିଜ କଲ୍ ଗୁଡ଼ିକୁ ଘରେ ଲ୍ୟାଣ୍ଡଲାଇନ୍ ନମ୍ବରକୁ ବି ପଠାଇ ପାରିବେ। ଓକେ, ତ ଇଏ କ'ଣ ଥିଲା ନା ମୋବାଇଲ ଫୋନ୍କୁ ଆପଣମାନେ ଠିକ୍ ସମୟରେ ୟୁଜ୍ କରିବେ। ସବୁବେଳେ ଏତେ ବି ୟୁଜ୍ କରିବାଟା ଠିକ୍ ନୁହେଁ। ଓକେ, ତ ମୋବାଇଲ ଫୋନ୍ ଯେତିକି ୟୁଜ୍ କରିବା କଥା ସେତିକି ୟୁଜ୍ କରନ୍ତୁ, ଅଧିକା ୟୁଜ୍ କରନ୍ତୁ ନାହିଁ। ଆଉ ପାଠ ପଢ଼ିବାରେ କ'ଣ ଧ୍ୟାନ ଦିଅନ୍ତୁ। ନେକ୍ସଟ 2 ନମ୍ବର କ'ଣ ଦେଇଛି ନା ଶକ୍ତି। ଦେଖ ଶକ୍ତି କ'ଣ, ଶକ୍ତି ହେଉଛି ଆମର କ'ଣ ନା ଆଜିର ମଣିଷ କାର୍ଯ୍ୟକଳାପ ଯଥା କାହା ଉପରେ, ଶକ୍ତି ଉପରେ। କୃଷି ହଉ, ଆମର ଶିଳ୍ପ ହଉ, ସବୁକିଛି କ'ଣ ଶକ୍ତି ଉପରେ ହିଁ ନିର୍ଭର କରିଥାଏ। ଆଜିର ମଣିଷ କାର୍ଯ୍ୟକଳାପରେ ଦେଖିଲେ ଆପଣମାନେ ଜାଣିପାରିବେ ଯେ ଯାନ୍ତ୍ରିକ ଶକ୍ତି ଉପରେ ହିଁ ନିର୍ଭର ହୋଇଥାଏ। ଶକ୍ତି ନ୍ୟାୟପୂର୍ଣ୍ଣ ବ୍ୟବହାର 4ଟି ଉପାୟ ହେଉଛି କ'ଣ କ'ଣ ଦେଖିବା। ଦେଖ ତାର 4ଟି ଉପାୟ ଦେଇଛି। ଯଦି ପଢ଼ିଥିବ ଶକ୍ତିର 4ଟି ଉପାୟ ତାହେଲେ ଆପଣମାନେ ଲେଖିବେ। କିଛି ନାହିଁ, ବଢ଼ିଆ ଦେଇଛି। ଦେଖନ୍ତୁ କୋଇଲା, ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ୍ ପରି ଜୀବାଶ୍ମ ଇନ୍ଧନ କେବଳ ସୀମିତ ଉଦ୍ଦେଶ୍ୟରେ ବ୍ୟବହାର ହେବା ଉଚିତ ଯେତେବେଳେ ସେ ଅନ୍ୟାନ୍ୟ ବିକଳ୍ପ ଉତ୍ସ ଉପଲବ୍ଧ ନଥାଏ। ତ ଏସବୁ କ'ଣ କୋଇଲା, ପେଟ୍ରୋଲିୟମ ଏସବୁ ଶକ୍ତିର ଗୋଟେ କ'ଣ ନା ଜୀବାଶ୍ମ ଭାବରେ ଜାଳେଣୀ ପଦାର୍ଥ। ଓକେ, ତାପରେ ଶକ୍ତି ଅପଚୟକୁ ଏଡ଼ାଇବା ଉଚିତ। ତାପରେ ପଏଣ୍ଟ ସମ୍ପ୍ରଦାୟ କିମ୍ବା ଗୋଷ୍ଠୀ ଉଦ୍ଦେଶ୍ୟରେ ଶକ୍ତି ବ୍ୟବହାର କରିବାକୁ ପ୍ରୟାସ କରାଯିବା ଆବଶ୍ୟକ। ଗଛ କାଟିବା ଉପରେ ନିଷେଧ ଦିଆଯିବା ଆବଶ୍ୟକ ଏବଂ ଅଧିକରୁ ଅଧିକ ନୂତନ ଗଛ ବଢ଼ିବା ପାଇଁ ଧ୍ୟାନ ଦିଆଯିବା ଆବଶ୍ୟକ। ତ ଆମେ ଯେଉଁ କ'ଣ କରୁଛେ ନା ଗଛ ଗୁଡ଼ାକୁ ସବୁ କାଟି ଦେଉଛେ, ତ ତାକୁ କେମିତି ଆମେ ଅଧିକରୁ ଅଧିକ ଗଛ ବଢ଼ାଇବା ଆମ ପାଇଁ ସବୁଠୁ ଭଲ ହେବ। ଏଇଟା ଗୋଟେ ଭଲ ଇଏ ମଧ୍ୟରେ ସଚେତନ ବି ଲୋକଙ୍କୁ କରାଇବା। ଆଉ କେମିତି କ'ଣ ଗଛ ନ କାଟି ଗଛକୁ କ'ଣ ବଢ଼ାଇବା ତା ପ୍ରତି ଧ୍ୟାନ ଦେବା ଆବଶ୍ୟକ। ଇଏ ହେଉଛି ଶକ୍ତି। ବୁଝିପାରିଲ ଶକ୍ତିରେ କ'ଣ? ଓକେ, ପ୍ରଥମେ ଲେଖିଦେବା ଶକ୍ତି କ'ଣ ନା ଲେଖିବ ଆଧୁନିକ ଶିଳ୍ପ ସଭ୍ୟତା ଓ ଜୀବନଯାପନ ଶୈଳୀ ଶକ୍ତି ଉପରେ ହିଁ ଅଧିକ ନିର୍ଭରଶୀଳ ହୋଇଥାଏ। ଏତିକି ମନେ ରଖ ବାସ୍। ତାପରେ ପଏଣ୍ଟ 3 ନମ୍ବର ପ୍ଲାଷ୍ଟିକ। ତାପରେ ପ୍ଲାଷ୍ଟିକ କ'ଣ ଦେଇଛି ଦେଖ। ପ୍ଲାଷ୍ଟିକ ପ୍ୟାକେଜିଂର ସଠିକ୍ ବ୍ୟବହାର ପରିବହନ ସମୟର ଖାଦ୍ୟ ସଂରକ୍ଷଣ କରେ। ଏହା ବିକ୍ରି ବଢ଼ାଏ, ଖାଦ୍ୟ ଆବର୍ଜନାକୁ ହ୍ରାସ କରେ ଏବଂ ଉପଯୁକ୍ତ ସଂରକ୍ଷଣ, ପରିଚାଳନା ଏବଂ ପ୍ରସ୍ତୁତି ବିଷୟରେ ସୂଚନା ପ୍ରଦାନ କରିବା ପାଇଁ ଏହା ମାଧ୍ୟମ ଭାବରେ କାର୍ଯ୍ୟ କରାଯାଇପାରିବ। ଓକେ, ତ ଇଏ କ'ଣ ଦେଲା ନା ପ୍ଲାଷ୍ଟିକକୁ ଆମେ ଠିକ୍ ସମୟରେ ବ୍ୟବହାର କରିବା, ପ୍ଲାଷ୍ଟିକ ୟୁଜ୍ କରିବା ଠିକ୍ ସମୟରେ, ଆଉ ଏହା ବିକ୍ରି ବଢ଼ାଇଥାଏ। ଏସବୁ ହେଉଛି ପ୍ଲାଷ୍ଟିକ। ଓକେ, ପ୍ଲାଷ୍ଟିକଟା ଏବେ ସବୁଆଡ଼େ ହିଁ ବ୍ୟବହାର ହେଉଛି। ଓକେ, ତାପରେ କ'ଣ ଦେଲା ନା 4 ନମ୍ବର ଟେଲିଭିଜନ। ଦେଖ ଟେଲିଭିଜନ ସମସ୍ତଙ୍କ ଘରେ ଥିବ, ତ ସମସ୍ତେ ଟେଲିଭିଜନ ଦେଖୁଥିବେ। କିଛି ନାହିଁ, ଟେଲିଭିଜନ କ'ଣ ଆପଣ ଜାଣିଥିବେ, ପୁଣି ବି ଆପଣ ଭଲ ଭାବରେ ବୁଝିଯାଆନ୍ତୁ। ଦେଖ ଏହା ଏକ ସର୍ବଭାରତୀୟ ବିଶ୍ୱାସ ଟେଲିଭିଜନ ଦେଖିବା କେବଳ ପିଲାମାନଙ୍କର ଭଲ ଅପେକ୍ଷା ଅଧିକ କ୍ଷତି କରିଥାଏ। ଓକେ, ପିଲାମାନଙ୍କୁ କ'ଣ ଭଲ ଅପେକ୍ଷା ଟେଲିଭିଜନଟା ଅଧିକ କ୍ଷତି ପହଞ୍ଚାଇଥାଏ। ବୁଝିପାରିଲ କି ନାହିଁ? କ'ଣ କ୍ଷତି ପହଞ୍ଚାଇଥାଏ ଆମେ ବୁଝିବା। ଦେଖ ଏହା ବହୁ ପରିମାଣରେ ସତ ହୋଇପାରେ, ତଥାପି ଟେଲିଭିଜନ ଦେଖିବାର ଲାଭ ଅଛି। ଏଠାରେ ସେମାନଙ୍କର ମଧ୍ୟରୁ କେତେକ ଆଲୋଚନା କରାଗଲା। ଦେଖ ସେ ବି ଦେଇଛି କେମିତି କ'ଣ ଆମର ସବୁ ପଏଣ୍ଟ ବି ଦେଇଛି। ତ ଆପଣମାନେ ସବୁ ଦେଖିବେ ଏସବୁ ପଏଣ୍ଟ କ'ଣ ସବୁ ଦେଇଛି। ତ କେମିତି ପିଲାମାନେ କ'ଣ
टेलीविजन देखिबा केते भल जे केते खराब केते अधिक से क्षति पहुंचाउछि टेलीविजन से सब मध्यरे देइछि। ओके तो देखो फास्ट पॉइंट शिक्षागत मूल्य टेलीविजन बहुत शिक्षा मूल्य रही या उभय घरे एवं श्रेणीगृह शिक्षक ପାଇଁ ଉପକରଣ ଭାବରେ ବ୍ୟବହୃତ ହୋଇପାରେ। ओके शिक्षा ପାଇଁ ବି टेलीविजन रही କିଛି ଅସୁବିଧା ନାହିଁ। ଆପଣ ଶିଖିବାର ଅଛି ଯଦି ବହୁତ ଜିନିଷ ଶିଖିବାର ଅଛି ଆପଣଙ୍କର ତ ଆପଣ ବି ଶିଖିପାରିବେ। ଅଫରର ଏଇ ଯୋଉ ଅଫର ଚ୍ୟାନେଲ ଗୁଡ଼ିକ ପରିସର ସହିତ ଶିକ୍ଷାଗତ ବିଷୟବସ୍ତୁ ଯଥା କୌଣସି ଅଭାବ ନାହିଁ। ବିଜ୍ଞାନ ଭୂଗୋଳ ଇତିହାସ ଭ୍ରମଣ ବୈଜୟନ୍ତୁ କ୍ରୀଡ଼ା ସ୍ୱାସ୍ଥ୍ୟ ପୁଷ୍ଟିକର କୃଷି ଏହି ତାଲିକା ଅନ୍ତର୍ଭୁକ୍ତ ହେବ। ଓକେ ତ ଏସବୁ କ'ଣ ଆପଣଙ୍କୁ ଶିଖିବାର ଅଛି ସବୁକିଛି ଏସବୁ ଟେଲିଭିଜନ ଅଛି। ପିଲାଙ୍କ ପାଇଁ ସଠିକ ପ୍ରକାର ବିଷୟବସ୍ତୁକୁ ସାବଧାନତାର ସହିତ ବାଛିବା ପାଇଁ ଏହା କେବଳ ପିତାମାତା କିମ୍ବା ଶିକ୍ଷକ ହିଁ ଆବଶ୍ୟକ କରିଥାନ୍ତି। टेलीविजन आपण मानक देखुं तो आपको बहुत किसी शिखबार भी अच्छी तो आपको किए पितामाता आ शिक्षक ही बुझे पारे जे तुम एटा देख कि सेटा देख बुझीपार कि ना ना कौन हम ना टेलीविजन जो देखुच तो अलग भी पिला माने देखुं अलग किसी तो से किसी ना तुम मैंने कौन कर निज किसी जिनस शिखा चेष्टा कर। ओके टेलीविजन शिक्षागत मूल्य ही शक्तिशाली विजुअल इफेक्ट सहित बढ़े यह सुनिश्चित करे जितेबाला से पुस्तक से विषय वस्तु पर ध्यान देवा अपेक्षा वन्यजंतु पर डॉक्यूमेंट्री देखा बेले पिला धारणा भल अटे। ओके टेलीविजन भल भल पॉइंट देछि। सूचना माध्यम ज्ञान विस्फोरण यही जुगे पिला दिनकू दिन घटुवा घटना निजको अद्यतन रखा आवश्यक करती। ओके सेठार अनेक न्यूज चैनल विज्ञापन डॉक्यूमेंटरी अच्छी जहाँ एक थाली पिला टन सूचना प्रदान करे किए टेलीविजन आप देखते न्यूज भी आसे सबकि आपको देखा था। यहीपरि सूचना पिला समग्र विश्व सहित जोड़ी थाए। ओके समग्र विश्व सहित एगुटे सब जोड़ी थाए এবং सुनिश्चित करे जे से चारिपाखर घटना गुड़िक संपर्कित रुहतु है तो आपने न्यूज चैनल भी देखा निहाती आवश्यक अच्छे कहीं न्यूज आप जापर कौटा कौन सठिक घटना कि कौटा आमर ये सब किसी न्यूज चैनल देखाई था समग्र विश्व कौन हो जापर। नेक्स्ट पॉइंट सामाजिक नागरिक और सांस्कृतिक सचेतना विभिन्न टेलीविजन कार्यक्रम देखा पिला से रहुथिया समाज एवं प्रचलित मान एवं आदर्श विषय अवगत करे। टेलीविजन पिला विभिन्न संस्कृत एवं रीतिनीति विषय शिक्षा दिए। यह मध्य सुनिश्चित करे जे पिला नागरिक भाव से कर्तव्य विषय सचेतनता सहित नागरिक भावना धारण करती। तो ये सब टेलीविजन कौन होता है ना पिला रीतिनीति विषय शिक्षा दे था कि नागरिक भाव धारण कर शिक्षा दे थाए। ओके तापर नेक्स्ट पॉइंट देख विभिन्न भाषा रे एक्सपोजर विभिन्न भाषा रे चैनल टेलीकास्टिंग प्रोग्राम पिला माने कोन पॉलीगट हेबाको आरंभ करते। अनुसंधान प्रमाण करे जे कौनसी भाषा शिखिबा पई एक्सपोजर जरूरी अटे। जेतेबेले आमे एक्सपोज विषय कही थाउ यह शुणिबा जहाँ को आमे गुरुत्व दे था प्रकृत रे शुणिबा बिना व्यक्ति विशेष भाषा शिखिबार मामला अच्छी से माने पढ़िबा एवं लिखिबार सक्षम होती किंतु सही भाषा बहुत खराब कथबार्ता सहित टेलीविजन एक प्रकृत उत्साह। विभिन्न भाषा शिखिबा पई पिला मानकर पई आवश्यक कौन श्रवण परिवेश जोगाई थाए। पिला विभिन्न प्रकार आपण हिंदी हो आमर इंग्लिश हो इंग्लिशटा किंतु समस्ते शिक्षाटा जरूर। ओके समस्ते इंग्लिश शिखु स्पोकन इंग्लिश क्लास करूँ आमर बहुत क्लास हो तो स्पोकन इंग्लिश क्लास ही करूँ सब बेस्ट हो। ओके नेक्स्ट देखु कंप्यूटर थरे पिला माने अध्ययन पाई फोन एवं कंप्यूटर जरूरी होइजिबा परे पिता माता माने सेमानक संतानर अन्य कार्यकलाप ऊपर भी नजर रखा आवश्यक। ओके तो थरे पिला फोन एवं कंप्यूटर जो
ତା ଅନ୍ୟାନ୍ୟ ଜିନିଷ ଉପରେ ବି ନଜର ରଖିବା ଆବଶ୍ୟକ ଯେ ପିଲାଟା ଠିକ୍ ସେ ପଢ଼ୁଛି କି ନାହିଁ। ଓକେ, ତ ସ୍କ୍ରିନ୍ ସମୟ ଏବଂ ସେମାନଙ୍କର ପିଲାମାନଙ୍କର କାର୍ଯ୍ୟକଳାପ ସେମାନଙ୍କ ପାଇଁ ସୁସ୍ଥ କି ନାହିଁ ସେ ବିଷୟରେ ସେମାନଙ୍କ ଅବଗତ ହେବା ଜରୁରୀ। ପିଲାମାନେ ଏକ ଅସୀମିତ ଇଣ୍ଟରନେଟ୍ ସଂଯୋଗର ଲାଭ ପାଇବା ଉଚିତ ନୁହେଁ। ଯେକୌଣସି ଅସୀମିତ ଇଣ୍ଟରନେଟ୍ ତା ଦେହରୁ କ'ଣ ଇଣ୍ଟରନେଟ୍ ବ୍ୟବହାର କରି ଖାଲି କ'ଣ କରିବେ ନା ମୋବାଇଲ ଚଲେଇବେ, କମ୍ପ୍ୟୁଟର ଚଲେଇବେ କିମ୍ବା ଲାପଟପ୍ ଯେଉଁ କିଣା ତ ସେସବୁ ଖାଲି ଚଲେଇବେ। ଓକେ, ତ ସେସବୁ ଆଦୌ ହେଉଛି ନା ଲିମିଟଟା ରଖିବା ଠିକ୍ ହେବ। ଓକେ, ତ ଇଏ ଥିଲା କ'ଣ କମ୍ପ୍ୟୁଟରର କେମିତି କ'ଣ ଆପଣ ବୁଝିପାରିଲେ କମ୍ପ୍ୟୁଟର ବି କେମିତି ବ୍ୟବହାର କରାଯିବା ଉଚିତ। ତାପରେ ନେକ୍ସଟ ଭିଡ଼ିଓରେ ଆମେ ପଢ଼ିବା ଏହାର କ୍ଷତିକାରକ ପ୍ରଭାବ ଗୁଡ଼ିକ ସବୁ କ'ଣ ଥାଏ। ଓକେ, ନେକ୍ସଟ ଭିଡ଼ିଓରେ ଆମେ ପଢ଼ିବା କ୍ଷତିକାରକ ପ୍ରଭାବ କ'ଣ ସବୁ ପଢ଼ିବ। ତ ଆଜି ପାଇଁ ଥିଲା ଏତି ଭିଡ଼ିଓ। ଯଦି ଭିଡ଼ିଓଟି ଭଲ ଲାଗିଥିବ ତାହେଲେ ଭିଡ଼ିଓକୁ ଲାଇକ୍ କରିବେ। ଚ୍ୟାନେଲକୁ ଏଇଭଳି ଆଗକୁ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଜୟ ହିନ୍ଦ, ବନ୍ଦେ ମାତରମ୍।